ଆପଣମାନଙ୍କ ପାଇଁ ଗୋଟେ ଖୁସି ଖବର। ଯେଉଁମାନେ ବି ସୁଭଦ୍ରା ଆପ୍ଲାଏ କରିଥିଲେ ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି, ଯେଉଁଟାକି ପ୍ରଥମ ଦ୍ୱିତୀୟ ତୃତୀୟ ଚତୁର୍ଥ ପର୍ଯ୍ୟାୟରେ ଟଙ୍କାଟି ମିଳିବାକୁ ଯାଉଛି ଏବଂ ପ୍ରଥମ ଦ୍ୱିତୀୟ ତୃତୀୟ ପର୍ଯ୍ୟାୟ ଟଙ୍କା ଏପର୍ଯ୍ୟନ୍ତ ମିଳିସାରିଲାଣି ଏବଂ ଯେଉଁ ଚତୁର୍ଥ ପର୍ଯ୍ୟାୟଟି ଟଙ୍କାଟି ମିଳିବାକୁ ଯାଉଅଛି, ଯାହାକି ଘୋଷଣା ଥିଲା କି 25 ତାରିଖରେ ମିଳିବାର ଥିଲା, କିନ୍ତୁ ତାକୁ ସରକାର ଘୁଞ୍ଚେଇ ଦେଇଛନ୍ତି 30 ତାରିଖ ପରେ ବା ଜାନୁଆରୀ 1 2025 ମସିହା ଜାନୁଆରୀ ମାସରେ ଯେଉଁ ମିଳିବ ସେଇ ଟଙ୍କାଟି ଆପଣମାନଙ୍କୁ ମିଳିବ। କେମିତି ମିଳିବ ଚାଲନ୍ତୁ ଗୋଟେ ଖୁସି ଖବର ମୁଁ ଦେବି ଏବଂ ଖୁସି ଖବର ସେଇଟା କି ଯେଉଁଟା ପ୍ରମାଣ ସହିତ ମୁଁ ଦେବି ଏବଂ ସେଇ ଖୁସି ଖବରଟି ଜାଣିଲେ ଆପଣମାନେ ନିଶ୍ଚୟ ଖୁସି ହେବେ ଏବଂ ନିଶ୍ଚୟ ଭାବରେ ମୋତେ କମେଣ୍ଟ କରିବେ, ଭାଇ ଠିକ୍ କଥା କହିଛନ୍ତି। ନିଶ୍ଚୟ ଭାବରେ ଆପଣମାନେ ମୋ ଚ୍ୟାନେଲରେ ଅଛନ୍ତି ବୋଲି ଆପଣମାନଙ୍କ କତିରେ ଅପଡ଼େଟ୍ଟି ପହଞ୍ଚି ପାରୁଛି ଏବଂ ଯଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରନ୍ତୁ। ମୁଁ କହିଛି ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅପଡ଼େଟ୍ ଆପଣଙ୍କ କତିରେ ନ ପହଞ୍ଚିଛି, ସମ୍ପୂର୍ଣ୍ଣ ତଥ୍ୟଟି ନ ପହଞ୍ଚିଛି, ଯେପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ଟଙ୍କା ଆପଣମାନେ ପାଇନାହାନ୍ତି ସେ ପର୍ଯ୍ୟନ୍ତ ଆମେମାନେ ଆପଣଙ୍କ ପଛରେ ଅଛୁ ଆଉ ଅପଡ଼େଟ୍ ଦେଇ ଚାଲିଥିବୁ। ତ ସେଇ ଅପଡ଼େଟ୍ ଗୁଡ଼ିକ ମୁଁ ନିଶ୍ଚୟ ଭାବରେ ଆପଣମାନଙ୍କୁ ଜଣାଇବି। ଆପଣ କେଉଁଠୁ ଦେଖୁଛନ୍ତି ମୋତେ ନିଶ୍ଚୟ ଭାବରେ କମେଣ୍ଟ କରନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚୟ ଭାବରେ ସେଥିରେ ମୋତେ ଲାଇକ୍ କରିବେ, କମେଣ୍ଟ କରିବେ ଆଉ ସବସ୍କ୍ରାଇବ୍ କରିବା ଭୁଲିବେ ନାହିଁ। ତ ସେ ଯେଉଁ ଖୁସି ଖବରଟି ବର୍ତ୍ତମାନ ସୁଦ୍ଧା ଆସିଛି, ଯେଉଁଟାକି ନିଜେ ପ୍ରଭାତୀ ପରିଡ଼ା ମ୍ୟାଡ଼ାମ୍ ଦେଇଛନ୍ତି, ସେଇଟା ଆପଣମାନଙ୍କୁ ମୁଁ ପ୍ରମାଣ ସହିତ ଦେଖେଇବି ଏବଂ ଆପଣମାନେ ଜାଣିଲେ ବହୁତ ଖୁସି ହେବେ। ତ ଯେଉଁମାନଙ୍କର ବି ଜାଣିଥିବେ ଯେ ଆଧାର କାର୍ଡ଼ ଆମର ରାସନ କାର୍ଡ଼ ନଥିଲା, କହୁଥିଲେ ଯେଉଁମାନଙ୍କର କେବଳ ରାସନ କାର୍ଡ଼ ଅଛି ସେଇମାନେ ଟଙ୍କା ପାଇବେ। ପ୍ରକୃତରେ ତାହା ସତ୍ୟ ନୁହଁ। ରାସନ କାର୍ଡ଼ଟି କୌଣସି ସମ୍ପର୍କ ନାହିଁ ଯେଉଁଟାକି ସୁଭଦ୍ରା ଯୋଜନାର ଟଙ୍କା ମିଳିବାକୁ ଯାଉଛି। ଏଇଟା ନିଜେ କହିଛନ୍ତି ସରକାର, ଯେଉଁଟାକି ରାସନ କାର୍ଡ଼ ହୁଏତ ଯେଉଁମାନଙ୍କ ରାସନ କାର୍ଡ଼ ଥିଲା ସେମାନଙ୍କ ପାଇଁ ସରଳ ହୋଇଯାଇଥିଲା ପନ୍ଥା, ଯେଉଁଟାକି ସେମାନେ ଡାଟାବେସ୍ରୁ କଲେକ୍ଟ କରିଥିଲେ ଯେ ଏଇମାନଙ୍କର ରାସନ କାର୍ଡ଼ ଅଛି ଅର୍ଥାତ୍ ଏମାନେ ସହଜରେ ଏହି ଶ୍ରେଣୀଭୁକ୍ତ ହୋଇପାରିବେ। କିନ୍ତୁ ପରବର୍ତ୍ତୀ ସମୟରେ ତାହା ଖଣ୍ଡନ କରାଯାଇଛି ଯେ ଏଇଟା ସେଇ ଲୋକମାନେ ନୁହନ୍ତି ଯେ କେବଳ ରାସନ କାର୍ଡ଼ ଅଛି ଯେଉଁମାନଙ୍କର ଟଙ୍କା ପାଇବେ ଆଉ ଯେଉଁମାନଙ୍କର ରାସନ କାର୍ଡ଼ ନାହିଁ ସେମାନେ ଟଙ୍କା ପାଇବେନି, ଏମିତି କିଛି ନାହିଁ। ସମସ୍ତଙ୍କୁ ଟଙ୍କା ମିଳିବ। ଅର୍ଥାତ୍ ସରକାର କେବଳ ମହିଳାମାନଙ୍କୁ ଦେଉଛନ୍ତି ଯେ ମହିଳାମାନେ ନିଜର ସ୍ୱାବଲମ୍ବୀ ବଢ଼ାଇବା ପାଇଁ ନିଶ୍ଚୟ ଭାବରେ ଦେଉଛନ୍ତି। ତ ଖୁସି ଖବରଟି ଏହା ଯେ ଆପଣମାନଙ୍କର ଯଦି ରାସନ କାର୍ଡ଼ ନାହିଁ ତଥାପି ମଧ୍ୟ ଆପଣମାନେ ଟଙ୍କା ପାଇପାରିବେ। ତ ସେମାନେ କେଉଁମାନେ ପାଇବେ ନା ଏଇ ଚତୁର୍ଥ ପର୍ଯ୍ୟାୟରେ ସେଇମାନଙ୍କର ଟଙ୍କାଟି ରହିଯାଇଛି ଯେଉଁମାନଙ୍କର ରିଜେକ୍ଟ ହେଇଥିଲା, ଯେଉଁମାନଙ୍କର ଓପିଟି ଆଉଟ୍ କରିଦେଇଛନ୍ତି କି ଯେଉଁମାନଙ୍କର ଆମର KYC କରିନାହାନ୍ତି, କେଉଁମାନଙ୍କର ଭୁଲଭାଲ ଥିଲା, ବାୟୋମେଟ୍ରିକ୍ ପ୍ରୋବ୍ଲେମ୍ ଥିଲା, ସେଇମାନେ ଟଙ୍କା ପାଇନାହାନ୍ତି। ହୁଏତ ସେମାନଙ୍କର ଯେଉଁ ରାସନ କାର୍ଡ଼ ଯେଉଁମାନଙ୍କର ନଥିଲା ସେମାନଙ୍କର ଫିଲ୍ଡ ଭେରିଫିକେସନ୍ ହେଇକି ବର୍ତ୍ତମାନ ସୁଦ୍ଧା ତାହା ସମ୍ପୂର୍ଣ୍ଣ ରୂପେ ସରିବା ଉପରେ ହେଲାଣି, ଯାହାକି ଆଜିର ନ୍ୟୁଜ୍ ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି। ଦେଖିଲା ପରେ ହୁଏତ ଆପଣମାନେ ବିଶ୍ୱାସ କରିବେ। ଆଉ ମନେ ରଖନ୍ତୁ ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବ, କେବଳ ଯେ 20 ଲକ୍ଷ ଟଙ୍କା ଲୋକଙ୍କୁ ଆଉ ମିଳିବନି, ସମସ୍ତଙ୍କୁ ମିଳିପାରେ। 100% ଲୋକ ଏଇ ପ୍ରକ୍ରିୟାରେ ଶେଷ ପର୍ଯ୍ୟାୟରେ ଟଙ୍କାଟି ପାଇବେ, ଯାହାକି ଏଇଥିରୁ ଆମେ ପ୍ରକାଶ କରିପାରୁଛୁ। ଆପଣମାନେ ଦେଖନ୍ତୁ, ମୁଁ ଆପଣମାନଙ୍କୁ ଦେଖାଇ ରଖୁଛି। ତ ମୁଁ ଏଠି ଲଗାଇ ଦେଉଛି, ଆପଣମାନେ ଦେଖିପାରୁଥିବେ। ଏଇଟା ହେଉଛି ପ୍ରଭାତୀ ମ୍ୟାଡ଼ାମଙ୍କର ଟ୍ୱିଟର ପେଜ୍, ଯେଉଁଟାକି ସେଠି କ୍ଲିଅର ଭାବେ ବର୍ଣ୍ଣନା କରିଛନ୍ତି ଯେ ମହିଳାଙ୍କ ନେତୃତ୍ୱରେ ଗଠନ ହେବ ବିକଶିତ ଓଡ଼ିଶା, ମହିଳା ସଶକ୍ତିକରଣ, ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଆମର ପ୍ରତିବଦ୍ଧତା। କେନ୍ଦୁଝର ଜିଲ୍ଲାର 4,44,375 ସୁଭଦ୍ରା ଆବେଦନରୁ 3,36,286 ଜଣଙ୍କୁ ସୁଭଦ୍ରା ସହାୟତା ମିଳିସାରିଛି ଏବଂ 65,000 ମହିଳାଙ୍କ ଫିଲ୍ଡ ଭେରିଫିକେସନ୍ ଏ ପର୍ଯ୍ୟନ୍ତ ଆମର କମ୍ପ୍ଲିଟ୍ ହୋଇଯାଇଅଛି। ତ ଆପଣମାନେ ତ ଏଠି ନିଶ୍ଚୟ କୋଶ୍ଚିନ୍ ଉଠିବ ଯେ ଏଇଟା ତ କେଉଁଝର ଜିଲ୍ଲାର। ନାଇଁ ଆଜ୍ଞା, ପ୍ରକୃତରେ ଏଇଭଳି ମେସେଜ୍ ମୁଁ ତାଙ୍କର ଫଲୋଅର ଅଛି ନିଶ୍ଚୟ ଭାବରେ ମୋ କତିକି ଆସି ପହଞ୍ଚୁଛି। ତ ଆପଣମାନେ ଜାଣି ରଖିବେ ଯେ ଏଇଠି ଯେଉଁ ଅଛି ଆମର କେବଳ କେନ୍ଦୁଝର ଜିଲ୍ଲା ନୁହଁ, ପ୍ରତି ଜିଲ୍ଲାର ଅପଡ଼େଟ୍ ହେଉଛି, ଯେଉଁଟାକି ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ମୋ କତିକି ବର୍ତ୍ତମାନ ଏଇ ଜିଲ୍ଲାର ଅପଡ଼େଟ୍ଟି ଆସି ପହଞ୍ଚି ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ଜିଲ୍ଲା ମଧ୍ୟ ଆସୁଛି, ମୁଁ ଦେଖୁଛି। ତ ଏଇଭଳି ବିଭିନ୍ନ ରିପୋର୍ଟ ଆସୁଛି ଯେ ଏଥିରୁ ଜଣାପଡ଼ୁଛି ଯେ ବର୍ତ୍ତମାନ ସୁଦ୍ଧା 65,000 ମହିଳାଙ୍କ ଫିଲ୍ଡ ଭେରିଫିକେସନ୍ ସରିଯାଇଛି। ମାନେ ପ୍ରାୟତଃ 90% ଲୋକଙ୍କର ଯେଉଁ ଫିଲ୍ଡ ଭେରିଫିକେସନ୍ ଅଛି ସରିଯାଇଛି। ତ ଏଥିରୁ ଆପଣମାନେ ସ୍ପଷ୍ଟ ହୋଇଯାଉଥିବେ ଯେ ପ୍ରକୃତରେ
ଯେଉଁମାନେ ମହିଳା ଅଛନ୍ତି ଚାକିରି କେବଳ କରିନଥିବେ ସେଇମାନଙ୍କୁ ଟଙ୍କା ମିଳୁଛି। ଏଠି ରାସନ କାର୍ଡ଼ ସହିତ କୌଣସି ସମ୍ପର୍କ ନାହିଁ। ରାସନ କାର୍ଡ଼ କେବଳ ମାଧ୍ୟମ ଯେଉଁଟାକି ଆପଣମାନଙ୍କ ସହିତ ଜଡ଼ିତ ହେବାର, ମାନେ ଯୋଡ଼ି ହେବା ପାଇଁ, ସହଜରେ ଆପଣଙ୍କ ଡାଟାବେସ୍ଟି ସେ ପାଇବା ପାଇଁ ରାସନ କାର୍ଡ଼ଟି ଖୋଜୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାସନ କାର୍ଡ଼ ନଥିଲେ ମଧ୍ୟ ସେ ଘୋଷଣା କଲେ ଯେ ରାସନ କାର୍ଡ଼ ନଥିଲେ ବି ଯଦି ଯୋଗ୍ୟ ବିବେଚିତ ହେଉଥିବେ ନିଶ୍ଚୟ ଭାବରେ ଆପଣମାନଙ୍କୁ ଟଙ୍କାଟି ମିଳିବ। ତ ଏଥିରୁ ଆଉ ଗୋଟେ ସ୍ପଷ୍ଟ ହେଉଛି ଯେ ପରବର୍ତ୍ତୀ ସମୟରେ ଯଦି ଆପଣମାନେ ରାସନ କାର୍ଡ଼ ଆପ୍ଲାଏ କରିଛନ୍ତି, ଏଇ ଟଙ୍କାଟି ପାଇବା ପରବର୍ତ୍ତୀ ସମୟରେ ଆପଣମାନଙ୍କୁ ରାସନ କାର୍ଡ଼ ମଧ୍ୟ ମିଳିବ। ମୁଁ ଏଇ ଅପଡ଼େଟ୍ଟି ଆପଣମାନଙ୍କୁ ଦେବା ପାଇଁ ଚାହୁଁଥିଲି। ଯଦି ଆପଣମାନେ ସୁଭଦ୍ରାର ଟଙ୍କା ପାଇଯାଉଛନ୍ତି, ପରବର୍ତ୍ତୀ ସମୟରେ ଆପଣମାନେ ଖୁବ୍ ଶୀଘ୍ର ଯାଇ ରାସନ କାର୍ଡ଼ ଆପ୍ଲାଏ କରିଦିଅନ୍ତୁ। ଯଦି ଆପ୍ଲାଏ କରିଛନ୍ତି ତ ନିଶ୍ଚୟ ଭାବରେ ଆପଣମାନଙ୍କୁ ରାସନ କାର୍ଡ଼ଟି ମଧ୍ୟ ମିଳିଯିବ। କାରଣ ସରକାର ଆପଣମାନଙ୍କର ଡାଟାବେସ୍, ଆପଣଙ୍କର ବ୍ୟାକଗ୍ରାଉଣ୍ଡ କ'ଣ, ଆପଣ କେମିତି ରହିଛନ୍ତି, କ'ଣ ଚାକିରି କରିଛନ୍ତି ନା ନାହିଁ, ଆପଣଙ୍କର ପରିବାର କେତେ ଇନକମ୍, ସବୁକିଛି ଏଇଠୁ ପାଇଗଲେ। ତ ଆଉ କିଛି ଅସୁବିଧା ହେବ ନାହିଁ, ଯାହାଫଳରେ ଆପଣମାନଙ୍କୁ ସହଜରେ ଏହି ରାସନ କାର୍ଡ଼ଟି ଯେଉଁ ଜାନୁଆରୀ ମାସରେ କହିଛନ୍ତି ନୂଆ ଆପ୍ଲାଏ ତ ହେଇଯାଉଛି, ମିଳିନାହିଁ ଏପର୍ଯ୍ୟନ୍ତ, ଆପଣମାନଙ୍କୁ ଆପ୍ଲାଏ ସହିତ ନୂଆ ମିଳିବାକୁ ସହଜ ହେବ। ଆଉ ପରବର୍ତ୍ତୀ ସମୟରେ ଆପଣମାନେ ରାସନ କାର୍ଡ଼ ମଧ୍ୟ ପାଇପାରିବେ। ତ ସୁଭଦ୍ରା ସହିତ ଏଇଥିପାଇଁ ଲିଙ୍କ ଥିଲା ଯେ ଆପଣଙ୍କୁ ଆପଣଙ୍କ ଡାଟା କଲେକ୍ଟ କରିବାରେ ସହଜ ହେବା ପାଇଁ ସେମାନେ ରାସନ କାର୍ଡ଼ର ମାଧ୍ୟମ ନେଉଥିଲେ। ସେଥିପାଇଁ ରାସନ କାର୍ଡ଼ ଥିଲା ଲୋକଙ୍କୁ ଆଗତରିଆ ମିଳିଗଲା, ଯେଉଁଟାକି ଆପଣଙ୍କ ଡାଟାଟି ପରବର୍ତ୍ତୀ ସମୟରେ ଆସିଲା। ଡାଟାଟି ପାଇବା ପାଇଁ ଭେରିଫିକେସନ୍, ଫିଲ୍ଡ ଭେରିଫିକେସନ୍ ଚାଲିଲା। ଫିଲ୍ଡ ଭେରିଫିକେସନ୍ ହେଲା ପରେ ଫିଲ୍ଡ ଭେରିଫିକେସନ୍ ଅଫିସରମାନେ ଆସିଲେ ଏବଂ ଆପଣମାନଙ୍କର ଫିଜିକାଲ୍ ଭେରିଫିକେସନ୍ ନେଇକି ଡାଟା କଲେକ୍ଟ କରିକି ଆପଣଙ୍କର ଜମିବାଡ଼ି ତଥ୍ୟ ନେଇ, ଯେଉଁଟାକି 65 ଲକ୍ଷ ଲୋକଙ୍କ ଏପର୍ଯ୍ୟନ୍ତ ଫିଲ୍ଡ ଭେରିଫିକେସନ୍ ସରିଲାଣି। ତ ଆପଣମାନେ ସିଓର ହେଇଯାଆନ୍ତୁ ଯେ ନିଶ୍ଚୟ ଭାବରେ ଆପଣମାନଙ୍କୁ ଜାନୁଆରୀ 1ରେ ଏଇ ସୁଭଦ୍ରା ଟଙ୍କା ମିଳିବାକୁ ଯାଉଛି। ରାସନ କାର୍ଡ଼ଟି ମଧ୍ୟ ଆପଣଙ୍କ ବୋନସ୍ ହିସାବରେ ମିଳିବ। ଆପଣମାନେ ନିଶ୍ଚୟ ଭାବରେ ଆପ୍ଲାଏ କରି ରଖନ୍ତୁ। ମୁଁ ଭାବୁଛି ଆପଣମାନଙ୍କୁ ଏଇ ଅପଡ଼େଟ୍ଟି ନିଶ୍ଚୟ ଭାବରେ ଭଲ ଲାଗିଥିବ। ଯଦି ଶେଷ ପର୍ଯ୍ୟନ୍ତ ଦେଖିଛନ୍ତି ତ ନିଶ୍ଚୟ ଭାବରେ ଗୋଟେ କମେଣ୍ଟ କରିବେ, ଲାଇକ୍ କରିବେ ଆଉ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ଟି ଅନ୍ କରି ରଖିଥିବେ। ଯାହାଫଳରେ ଯେକୌଣସି ଅପଡ଼େଟ୍ ମୋ କତିକି ଆସିବ ମୁଁ ସିଧାସଳଖ ପ୍ରଭାତୀ ମ୍ୟାଡ଼ାମଙ୍କ ସହିତ ଜଡ଼ିତ ହୋଇକି ଅଛି, ଯେହେତୁ ତାଙ୍କ ଟ୍ୱିଟର ପେଜ୍ରେ ଅଛି। ଯେକୌଣସି ଅପଡ଼େଟ୍ ଆସୁଛି ଆପଣମାନଙ୍କ ପାଖରେ ମୁଁ ପହଞ୍ଚାଇଦେବି। ଯଦି ଭଲ ଲାଗିଛି ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟି ଅନ୍ କରିଦେବେ। ରହୁଛି, ପୁଣି ଭେଟ ହେବ ନୂଆ ଏକ ଭିଡ଼ିଓରେ। ଭିଡ଼ିଓଟି ଲମ୍ବା ହେଇଗଲାଣି, ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନୂଆ ଏକ ଭିଡ଼ିଓରେ ଭେଟ ହେବ। ଜୟ ଜଗନ୍ନାଥ, ନମସ୍କାର।